హరి ఓం నమ శివాయ ఓం నమ శివాయ ఓం శ్రీ భద్రకాళీ సమేత వీరభద్రస్వామిని నమో నమః మాతృ పితృభ్యో నమః ఆచార్య అతిథిభ్యో నమః శ్రీమాత లలితా త్రిపుర సుందరయే నమో నమః। शिवशक्ति स्वरूप प्रिय भक्तगण आमे हाइंदव सनातन धर्म आचरण करे ए आचरण रे विधि विधान अनुଯାୟୀ କରି ଆମର मनस्काम्य पूर्ण କରିବା ପାଇଁ ଆମେ ସବୁବେଳେ ଭଗବାନଙ୍କୁ ଡାକନ୍ତୁ। ପୂଜା ବିଧି ବ୍ରତ ନିୟମ ପାଳନ କରିକି ବି ଆମର मनस्काम्यଟି ସମ୍ପୂର୍ଣ୍ଣ କରିପାରିବୁ। ଆନନ୍ଦମୟ ଜୀବନ କଟାଇବା ପାଇଁ ସମାଜରେ ଗୌରବପ୍ରଦ ଜୀବନ କଟାଇବା ପାଇଁ ଐଶ୍ୱର୍ଯ୍ୟଯୁକ୍ତ ଜୀବନ କଟାଇବା ପାଇଁ ଆମେ ଚେଷ୍ଟା କରୁଅଛୁ। ତନ୍ତ୍ର ଯୋଗରେ ଷଟ୍କର୍ମ ଅଛି। ସେ ଷଟ୍କର୍ମ ଭିତରେ ପ୍ରଥମଟା ହେଉଛି ଶାନ୍ତି କର୍ମ। ଶାନ୍ତି କର୍ମ ପାଇଁ ଆମେ विधि विधान अनुଯାୟୀ ସବୁଦିନେ କୁଳଦେବତାଙ୍କୁ ଇଷ୍ଟ ଦେବତାଙ୍କୁ ଆରାଧନା କରୁଅଛୁ। ଜଗନ୍ନାଥଙ୍କୁ ବାରସାରେ ଜଗନ୍ନାଥଙ୍କୁ ଦର୍ଶନ କରୁଅଛୁ। ସବୁବେଳେ ଶ୍ରୀ ଜଗନ୍ନାଥଙ୍କର ହାରତି ଦେଖି ଶ୍ରୀ ଜଗନ୍ନାଥଙ୍କୁ ମନନ କରି ଆମର ଜୀବନକୁ ଉନ୍ନତି ପାଇଁ ସଚେଷ୍ଟା କରନ୍ତୁ। ଏଇଟା ହେଉଛି ଶାନ୍ତି କର୍ମ। ଦ୍ୱିତୀୟଟା ହେଉଛି ବଶୀକରଣ ବିଦ୍ୟା। ଏହି ବଶୀକରଣ ବିଦ୍ୟାରେ ଆମେ ଥିଲେ ହିଁ ସର୍ବଜନ ବଶ୍ୟ ହେବେ, ସମସ୍ତେ ଶ୍ରଦ୍ଧା ସନ୍ତୁଷ୍ଟର କଥା ହେବେ, ସମାଜରେ ଗୌରବପ୍ରଦ ଜୀବନଟା କଟାଇ ପାରିବୁ। ଆମେ ସାଙ୍ଗେ ସାଙ୍ଗେ ଭୁଲ କଲେ ବି କେହି ବି ଧରି ପାରିବେ ନାହିଁ। ଯେହେତୁ ଆମର ସ୍ନେହ ଭାଙ୍ଗିଯିବ ବୋଲି ତାଙ୍କୁ ବି ଡର ଥିବ। ଆହୁରି ଆମ ମନୁଷ୍ୟରେ ଥିବା ମନୁଷ୍ୟକୁ ଆକର୍ଷଣ କରିବା ବେଲେ ଆମର ମନରେ ଥିବା ବ୍ୟକ୍ତି ସାଙ୍ଗେ ଆଜୀବନ ସହଜୀବନ କରିବା ବେଲେ ଆମେ ସାଧାରଣ ପ୍ରୟତ୍ନ କଲା ମାତ୍ରେ ନହେଲେ ସେହି ଲୋକ ନଥିଲେ ଆମେ ବଞ୍ଚିପାରିବୁ ନାହିଁ ବୋଲି ଚିନ୍ତା ଥିଲେ ହାଇନ୍ଦବ ସନାତନ ଧର୍ମ ଋଷିମାନେ ଆମକୁ ଯୋଗାଇଥିବା ମନ୍ତ୍ରଟା ଜପିବା, ଧ୍ୟାନ କରିବା, ପୂଜା ବିଧି କରିବା, ତନ୍ତ୍ର ଯୋଗ ବି ପ୍ରୟତ୍ନ କରିକି ଆମ ମନରେ ଥିବା ଲୋକକୁ ଆଗ୍ରହୀ, ଆମ ମନରେ ଥିବା ଲୋକଙ୍କର ପ୍ରେମ ପାଇ ସେ ବ୍ୟକ୍ତି ସାଙ୍ଗେ ଆଜୀବନ ଆମେ ଜୀବନ କଟାଇ ପାରିବା, ଆନନ୍ଦମୟ ଜୀବନ ସମ୍ପ୍ରାପ୍ତ କରିପାରିବା। ସେଥିଯୋଗୁଁ ତନ୍ତ୍ର ଯୋଗରେ ଷଟ୍କର୍ମ ଭିତରେ ଦ୍ୱିତୀୟଟା ହେଉଛି ବଶୀକରଣ ବିଦ୍ୟା। ଏ ବଶୀକରଣ ମନ୍ତ୍ର ଆମେ ବହୁତ ଯୋଗାଇବା ପାଇଁ ଚେଷ୍ଟା କରୁଅଛୁ। ଆମେ ଆପଣ ଡିସ୍କ୍ରିପସନରେ ଥିବା ଲିଙ୍କଟାକୁ କ୍ଲିକ୍ କରି ଓପନ କରନ୍ତୁ। ବଶୀକରଣ ବିଦ୍ୟା ଯାକ ଦେଖନ୍ତୁ। ଆପଣ ସୁବିଧା ଦେଖି ଆପଣ ଜପ ଧ୍ୟାନ କରନ୍ତୁ, ବିଧି ବିଧାନ କରନ୍ତୁ। ସକାଳ ସନ୍ଧ୍ୟାରେ କୁଳଦେବତା ଆରାଧନା, ଇଷ୍ଟ ଦେବତା ଆରାଧନା ପୂରଣ କରି ସେ ଉତ୍ତାରେ ହିଁ ଜପ ଧ୍ୟାନ କରିବାର ପଡ଼ିବ। ଆପଣ ଏହି ମନ୍ତ୍ର କରିବା ବେଲେ ଦିନକୁ 8 ମାଳା 22 ଦିନ କରିବା ଅଛି। ଏହି ମନ୍ତ୍ରଟା ହେଉଛି ରାଜଶ୍ୟାମଳା ରାଜମାତାଙ୍ଗୀଙ୍କର ମନ୍ତ୍ର। ଏ ମନ୍ତ୍ର ମହାଶକ୍ତିମାନ ଅଟେ। ମନରେ ଭାବିବା ମାତ୍ରେ ଯେକୌଣସି ଲୋକ ବି ଆମକୁ ଆକର୍ଷିତ ହେଇଯିବ, ସେମିତି ଶକ୍ତିମାନ ମନ୍ତ୍ର ଅଟେ। ଆମେ ଏହି ମନ୍ତ୍ରଟି ଲକ୍ଷ୍ୟ ଯଦି ପୁରେଇ ପାରିବା, ଗୁରୁଙ୍କ ସମ୍ମୁଖରେ ଏ ମନ୍ତ୍ର ଗ୍ରହଣ କରି ଜପ କରିପାରିବା, ଏ ମନ୍ତ୍ରଟି ମହାପ୍ରଭାବ ଦେଖାଇବ। ଏ ମନ୍ତ୍ରରେ ଯେକୌଣସି ଲୋକକୁ ଆମେ ଆକର୍ଷିତ କରିବା ବେଲେ ମଇନ ଜାଣିଥିବେ ନା, ଆମେ ମହମରେ ଗୋଟେ ମୂର୍ତ୍ତି କରି ଅଙ୍ଗ ପ୍ରତ୍ୟଙ୍ଗ ସୁନ୍ଦର ଭାବରେ କରି ତିଆରି କଲା ଉତାରୁ ତାକୁ ନମସ୍କାର କଲା ଭଳିଆ ଦିଟା ହାତ ଯୋଡ଼ି ମହମ ମୂର୍ତ୍ତିଙ୍କୁ ପ୍ରାଣ ପ୍ରତିଷ୍ଠା କରି ପାଖରେ ରଖି ଏ ମନ୍ତ୍ର ଯଦି 8 ମାଳା ଜପିବା, ଶୀଘ୍ର ସେ ବ୍ୟକ୍ତି ଆମକୁ ଆକର୍ଷିତ ହେବ, ବଶୀଭୂତ ବି ହେଇଯିବ। ଯଦି ଏ ମନ୍ତ୍ରଟି ମୂର୍ତ୍ତି ଅନୁଯାୟୀ କରିବା ବେଲେ ଗୁରୁଙ୍କ ସମ୍ମୁଖରୁ ଏ ମନ୍ତ୍ରଟା ନେବା ଅଛି। ଅଷ୍ଟଦିଗ୍ବନ୍ଦନା ବିଧି ଜାଣି ଅଷ୍ଟଦିଗ୍ବନ୍ଦନା କଲା ଉତାରୁ ହିଁ ମୂର୍ତ୍ତି ପ୍ରୟୋଗଟା କରିବା ଅଛି। ଯଦି ନା ଆମେ ଆକର୍ଷିତ କରିବା ପାଇଁ ଚେଷ୍ଟା କରିବୁ ବୋଲେ ପ୍ରତ୍ୟକ୍ଷରେ ହିଁ ମନ୍ତ୍ରଟି ଜପ କରିପାରିବେ। ଆପଣ ବେଶୀ ଜାଣିବା ପାଇଁ ଡିସ୍କ୍ରିପସନରେ ଥିବା ଲିଙ୍କଟାକୁ କ୍ଲିକ୍ କରିକି ବଶୀକରଣ ବିଦ୍ୟା ଯାକ ଜାଣନ୍ତୁ, ଜାଣି ଶୁଣି ଜପ ଧ୍ୟାନ କରନ୍ତୁ। ରଙ୍ଗବସ୍ତ୍ର, ରକ୍ତଚନ୍ଦନ ମାଳା ପୂର୍ବ ଉତ୍ତର ଅଭିମୁଖ ସକାଳ ସନ୍ଧ୍ୟାରେ 8 ମାଳା ଜପ କରି ଶ୍ରୀ ରାଜଶ୍ୟାମଳା ମାତାଙ୍କର ଅନୁଗ୍ରହରେ ଆପଣ ମନରେ ଥିବା ମନସ୍କାମ୍ୟକୁ ସମ୍ପୂର୍ଣ୍ଣ କରିପାରିବେ। ଏବେ ମନ୍ତ୍ର ଓಂ ନମୋ ଭଗବତୀ ସୂଚି ଚାଞ୍ଚାଲି ନମଃ ସ୍ୱାହା। ମନ୍ତ୍ର ଆଉଥରେ ଓಂ ନମୋ ଭଗବତୀ ସୂଚି ଚାଞ୍ଚାଲି ନମଃ ସ୍ୱାହା। ମନ୍ତ୍ର ଆଉଥରେ ଓಂ ନମୋ ଭଗବତୀ ସୂଚି ଚାଞ୍ଚାଲି ନମଃ ସ୍ୱାହା। दिव्यात्म स्वरूप प्रिय भक्तगण जेकोसी मंत्र जप कले भी आगे आमे कुलदेवता आराधना, इष्ट देवता आराधना संपूर्ण करी प्रत्यक्ष ही जप कर पारबू। सब मंत्र को वाचक जप ही करवा अछि। मानसिक उपांश जप यही तंत्र जगरे हेबो नहीं। आउ गुरुंकर सम्मुखरु मंत्र ग्रहण करी मंत्र विधि जानी अष्टदिग्बंधना जंत्र विधि करी जदि आमे जप कर पारबा शीघ्र फलदायी अटे। आमे आगे प्रसंग जाक सुनिबा, हमर ओलारे हेबा मंत्रटा जपिबा, देखिबा, आसीबा फल जदि हमक संतृप्ति न दिया जाए बेले गुरुଙ୍କ ସମ୍ମୁଖରୁ ମନ୍ତ୍ର ନେଇ ପ୍ରତ୍ୟକ୍ଷରେ ହିଁ ଜପ କରିପାରିବେ। ଆମ ପାଖକୁ ଆସିକି ଯଜ୍ଞ ଯନ୍ତ୍ର ପୂଜା କରେଇକି ବି ତମେ କରିପାରିବେ। ଯଦି ନା ଆମଠୁ ଯଜ୍ଞ ଯନ୍ତ୍ର କରେଇକି ବି ତମେ ନେଇ ପ୍ରତ୍ୟକ୍ଷରେ ହିଁ ଜପ କରିପାରିବେ। ଏହି ଯଦି ପ୍ରଥମରେ ଆପଣ ପ୍ରସଙ୍ଗ ଯାକ ଶୁଣନ୍ତୁ, ଅବଗାହନା ବଢନ୍ତୁ, ଆପଣ ସୁବିଧା ହେବା ମନ୍ତ୍ରଟି ଆପଣ ଜପ କରି ଆପଣ ମନଟାକୁ ସମ୍ପୂର୍ଣ୍ଣ କରିବେ। ଯେକୌଣସି ମନ୍ତ୍ର ଜପିଲେ ବି ମଦ୍ୟପାନ, ମାଂସଭକ୍ଷଣ, ପରସ୍ତ୍ରୀ ବ୍ୟାୟାମ ହୋ ଧୂମ୍ରପାନ ନିଷେଧ, ଶୁଚି ଶୁଭ୍ରତା ପାଳନ କରିବା ଅଛି। ହାଇନ୍ଦବ ସନାତନ ଧର୍ମରେ ଅସ୍ତିବା
ସବୁ ନିୟମ ପାଳନ କରି ଦୀକ୍ଷା କଙ୍କଣବଦ୍ଧ ହୋଇ ଆପଣ ଯଦି 22 ଦିନ ଦିନକୁ 8 ମାଳ ଯଦି ଜପିବେ ବାଜ୍ୟରେ ଫଳ ପାଇପାରିବେ। ଫଳ ଯଦି ଅସୁବିଧା ହେଲା ଆମ ସାଙ୍ଗେ ସାକ୍ଷାତ କରନ୍ତୁ, ଯଦି ନା ଗୁରୁମାନଙ୍କୁ ସାକ୍ଷାତ କରି ଜାଣି ଶୁଣି ଜପ ଧ୍ୟାନ କରି ଆପଣ ମନଟା ସମ୍ପୂର୍ଣ୍ଣ କରି ନେବା ପାଇଁ ଆପଣ ହାତରେ ହେବା ସଚେଷ୍ଟା କରନ୍ତୁ। ହାଇନ୍ଦବ ସନାତନ ଧର୍ମ ଋଷିମାନେ ଆମକୁ ଯୋଗାଇଥିବା ବିଦ୍ୟା ବିନିଯୋଗ କରିବାଟାରେ ଭାରତୀୟ ସଂସ୍କୃତି ସମ୍ପ୍ରଦାୟ ରକ୍ଷା କରିବାଟାରେ ଆଗାମୀ ହେଇ ଆମର ସଂସ୍କୃତିରେ ଆସିଥିବା ପର୍ବପର୍ବାଣୀ ଆଚରଣ ବିଧିରେ ଥିବା ମର୍ମ ରହସ୍ୟଟି ଆମେ ଆଗେ ଗ୍ରହଣ କରି ତାର ସୁବିଧା ଆମେ ପାଇ ସେ ସୁନ୍ଦରମୟ ଆନନ୍ଦମୟ ଜୀବନକୁ ଆମେ ଦୁନିଆକୁ ପ୍ରଚାର କରିବାଟାରେ ଆଗାମୀ ହେବେ ବୋଲି ଆଶା କରି ସବୁବେଳେ ତମ ସେବାରେ ରତ୍ନଶ୍ରୀ ହିନ୍ଦୁ ସେବା ସମାଜ ଆଚାର୍ଯ୍ୟ ଭୀମ ସିଂହ ରାୟ କୁମାର और आप निखिलानंद सागर महाराज।